ମାନହାନି ମାମଲାରେ ସଞ୍ଜୟ ରାଉତଙ୍କୁ 15 ଦିନ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ। ଆସନ୍ତୁ ଜାଣିବା ଏହାର ସର୍ବିଶେଷ ଖବର ବିଷୟରେ। ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତଙ୍କୁ 15 ଦିନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପୂର୍ବତନ ବିଜେପି ସାଂସଦ କୀର୍ତ୍ତି ସୋମୟାଙ୍କ ପତ୍ନୀ ମେଘା ସୋମୟା ରୁଜୁ କରିଥିବା ମାନହାନି ମକଦ୍ଦମାରେ ଅଦାଲତ ସଞ୍ଜୟ ରାଉତଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ମେଘା ସୋମୟା ହେଉଛନ୍ତି ମୁମ୍ବାଇର ରୁଇଆ କଲେଜର ଜୈବ ରସାୟନିକ ବିଜ୍ଞାନର ଅଧ୍ୟାପିକା। ମେଘା ସୋମୟା ଓକିଲ ବିବେକାନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏକ ଅଭିଯୋଗରେ ଦର୍ଶାଇଥିଲେ ଯେ ସଞ୍ଜୟ ରାଉତ ସେ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ତଥା ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର କରି ସେମାନଙ୍କୁ ବଦନାମ କରୁଛନ୍ତି। ସେ ଏବଂ ତାଙ୍କ ସ୍ୱେଚ୍ଛାସେବୀ ସଂଗଠନ 100 କୋଟି ଟଙ୍କାର ଶୌଚାଳୟ ଦୁର୍ନୀତିରେ ଜଡ଼ିତ ବୋଲି ସଞ୍ଜୟ ରାଉତ ମିଥ୍ୟା ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ ମେଘା। ଏଥିପାଇଁ ସେ ଶିବସେନା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡ଼ିଥିଲେ। ମାନହାନି ମକଦ୍ଦମା ଆଧାରରେ ସଞ୍ଜୟ ରାଉତଙ୍କୁ ଭାରତୀୟ ଦଣ୍ଡବିଧି ଆଇନ ଧାରା 500 ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତାଙ୍କୁ 15 ଦିନ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ତାଙ୍କ ଉପରେ 25,000 ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।